ଶିକ୍ଷାର ପୀଠସ୍ଥଳୀରେ ଘଟିଛି ଲଜ୍ଜାଜନକ ଓ ନିନ୍ଦନୀୟ ଘଟଣା। ହଁ ଦର୍ଶକ ବନ୍ଧୁ, ଏହା ସତ୍ୟ। ଆଗରୁ ଆମେ ଶୁଣିଥିଲେ ନାବାଳିକା ମାନଙ୍କ ସହିତ କେତେବେଳେ କଣ ଘଟି ଯାଉଥିଲା, କିନ୍ତୁ ଏବେ କଳିଯୁଗରେ ଘଟୁଛି ବିପରୀତ ଘଟଣା। ଯାହା କେବେ କାନ ଶୁଣି ନଥିବ, ଯାହା କେବେ ଆଖି ଦେଖି ନଥିବ, ସେଭଳି ଘଟଣା ଦେଖିବାକୁ ମିଳୁଛି। କୋଚିଂ ସେଣ୍ଟର ଯାହା ବିଦ୍ୟାର ପୀଠସ୍ଥଳୀ। ସ୍କୁଲ ପରେ ଲୋକ କୋଚିଂ ଯାଆନ୍ତି, ଆଉ ସେଇଠି ମିଳେ ପାଠର ଆଉ ଏକ ନୂଆ ଅଧ୍ୟାୟ। ସେଇ ଜାଗାରେ ଆଜି ଘଟିଛି ପୁଣି ଜଣେ ଶିକ୍ଷକଙ୍କ ହାତରେ ଘଟିଛି ଅମାନବୀୟ କାର୍ଯ୍ୟଟି ସାମ୍ନାକୁ ଆସିଛି ଏବଂ ଜଣାପଡ଼ିଛି 8 ବର୍ଷୀୟ ନାବାଳକଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଉଦଳା ଥାନାରେ ମାମଲା ହୋଇଛି ରୁଜୁ। ଘଟଣାଟି ଉଦଳା NSC ଅନ୍ତର୍ଗତ 11 ନମ୍ବର ୱାର୍ଡରେ ଥିବା ଶ୍ରୀଗଣେଶ କୋଚିଂ ସେଣ୍ଟରରେ। ଘଟଣାଟି କିଛି ଏମିତି। ଅଭିଯୋଗ ଅନୁସାରେ କୋଚିଂ କ୍ଲାସ ସମାପ୍ତ ହେବା ପରେ ସେଠାରେ ପଢୁଥିବା ଜଣେ ନାବାଳକଙ୍କୁ ଶିକ୍ଷକ ଚିନ୍ମୟ ପାତ୍ର ଅନୁଚିତ ଭାବରେ ନିର୍ଯାତନା ଦେଇଥିବା ନାବାଳକ ପରିବାରଙ୍କ ସାମ୍ନାରେ ଅଭିଯୋଗ କରିଛନ୍ତି। ଘଟଣା ପରେ ନାବାଳକ ଗୁରୁତର ଅବସ୍ଥାରେ ଘରକୁ ଫେରି ପରିବାରକୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ପରିବାର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କୋଚିଂ ସେଣ୍ଟରର ବ୍ୟାନର ଓ ସାଇନ ବୋର୍ଡ ମଧ୍ୟ ହଟାଇ ଦିଆଯାଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଆକ୍ରୋଶ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ପାଇଁ ତଲାସି ଜୋରଦାର ଚାଲିଛି। ମୟୂରଭଞ୍ଜରୁ ସୁମନ ପାତ୍ରଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ ଓଡ଼ିଆ।